ସୁବିଧାଟା କ'ଣ ଗଞ୍ଜାମ ଜିଲ୍ଲା ହେଉଛି ଗୋଟେ ଶାନ୍ତିପ୍ରିୟ ଜିଲ୍ଲା ଏସବୁ ନଥିଲା ସେଠି କିନ୍ତୁ ଏଇ ଯେଉଁ 25 ବର୍ଷ ଶାସନରେ ଏମାନେ ଗଞ୍ଜାମ ଜିଲ୍ଲାଟାକୁ ଗୁଣ୍ଡାମାନଙ୍କୁ ପୋଷିକିରି ଏତେ ବଢ଼େଇ ଦେଲେ ଯେ 25 ବର୍ଷରେ ଯେଉଁ ନାଟକ ଚାଲିଛି ତାକୁ ସଜାଡ଼ିବାକୁ ଆମକୁ ଟିକେ ସମୟ ଲାଗୁଛି। ଏବେ ହେଇଗଲାଣି କଣ୍ଟ୍ରୋଲ କରୁଛୁ କିନ୍ତୁ ଆଉ ଟିକେ ସମୟ ଲାଗିବ। ଏବେ ଏନକାଉଣ୍ଟର କରାହେଇଛି, ଗୋଟେ ମେସେଜ ଦିଆହେଇଛି ଯେ ଯିଏ ସବୁ କରିବ ଗୁଣ୍ଡାଗିରି କି ଦାଦାଗିରି କି ଯିଏ ଓହ୍ଲେଇବ ଏନକାଉଣ୍ଟର ହବ। ନବୀନ ପଟ୍ଟନାୟକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ୱିଟ୍ କଲେଣି, ସରକାରଙ୍କୁ ଟାର୍ଗେଟ କଲେଣି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅରାଜକତା ବର୍ତ୍ତମାନ। ନବୀନ ପଟ୍ଟନାୟକର କଥାରେ କିଏ ଅଛି କିଏ ଶୁଣୁଛି ତା ଟ୍ୱିଟକୁ? କେବେ ଥିଲା ଚିଠିରେ ଲେଖୁଥିଲା, କେବେ କ'ଣ କରୁଥିଲା। 24 ବର୍ଷ ଶାସନ ରହିଲା କିନ୍ତୁ ଦିନେ ବିଧାନସଭାକୁ ଗଲେନି, ସେକ୍ରେଟେରିଏଟକୁ କେଉଁ ମାସକୁ ଥରେ ଯିବେ, କୌଣସି କଥା ସେ ବୁଝୁନଥିଲେ। ସରକାରଟାକୁ ଗୋଟେ ଲିଜ୍ରେ କାହାକୁ ହେଲେ ଦେଇ ଦେଉଥିଲେ, ସେମାନେ ବୁଝୁଥିଲେ। ଆଉ ଇଏ ଟ୍ୱିଟ୍ କରିବ ଇଏ କରିବ ଏଗୁଡ଼ାକ ଏବେ ଯେଉଁ ତାକୁ ବୁଦ୍ଧି ଆସିଲା ଏବେ ତମେ ଦେଖୁଥିବ ସବୁ MLA ମାନଙ୍କ ସାଙ୍ଗରେ ସେ କଥା ହେଉଛନ୍ତି, MLA ମାନଙ୍କ ସାଙ୍ଗରେ କଥା ହେଉଛନ୍ତି। MLA ମାନଙ୍କ ସାଙ୍ଗରେ କଥା ହେଲେ ମନ୍ତ୍ରୀମାନଙ୍କ ସାଙ୍ଗରେ ମଧ୍ୟ କଥା ହେଉଥିଲେ। ସେ କେବେ କେଉଁ ମନ୍ତ୍ରୀକି ଚିହ୍ନୁଥିଲା, କେଉଁ MLAକୁ ସେ ଚିହ୍ନିଥିଲା, କେଉଁ IAS ଅଫିସରକୁ ସେ ଜାଣିଥିଲେ, କାହାକୁ ସେ ଜାଣିନଥିଲେ। ଲିଜ୍ରେ ଗୋଟେ ସରକାର ଚାଲିଥିଲା ଯାହାର ଉତ୍ତରଦାୟୀ ଏବେ ଆମେ ହେଉଛୁ। ସିଏ ଉତ୍ତରଦାୟୀ ହେବା କଥା କିନ୍ତୁ ଅବସ୍ଥାରେ ଭୋଗ କରୁଛୁ ଏବେ ଭାରତୀୟ ଜନତା ପାର୍ଟିର ସରକାର। ତାର ଅବସ୍ଥା ଏବେ ଶୋଚନୀୟ ଅବସ୍ଥା ଭୋଗ କରୁଛି କିନ୍ତୁ ମୋହନ ମାଝୀ ଲାଗିଛନ୍ତି, ଷ୍ଟ୍ରିକ୍ଟଲି ଆକ୍ସନ୍ ନେଇଛନ୍ତି। ଗୋଟେ କଥା ଆପଣମାନେ ଦେଖିବେ, ଲୋକ ବି ଦେଖୁଛନ୍ତି ଯେ ବିଜୁ ଜନତା ଦଳର ଶାସନରେ ଯିଏ ମର୍ଡର କଲା, କିଏ କୋଉଠି ରେପ୍ କଲା, କିଏ କୋଉଠି ଡକାୟତି କଲା, କିଏ କୋଉଠି ଗୁଣ୍ଡାଗିରି କଲା, ସମସ୍ତଙ୍କର ଆଶ୍ରୟଦାତା ଥିଲା ବିଜୁ ଜନତା